କେମିତି ହେଇଛି? ବଢିଆ ଫୁଲଛି ନା एकदम मस्त। ଏତେ କମିଲା ଟୋଟାଲ। ସାଙ୍ଗମାନେ ଆଳୁଦମ ରେଡି ହେଇଗଲାଣି। ଆଳୁଦମ ରେଡି ହେଇଗଲାଣି ପୁରା ସେପଟେ ଏକଦମ। ପୁରୀ ଛଣାଇବା ପାଇଁ ବସିଛି ତେଲଟା। ନମସ୍କାର ଫ୍ରେଣ୍ଡ, ଜୟ ଜଗନ୍ନାଥ। ମୁଁ ରିଙ୍କି, ମୁଁ ବିକି। वेलकम टू आवर चैनल MR Eating Show। खाओ पियो हैश करो मित्रों, हैश करो ऐश करो हैश करो मित्रों, एक जिंदगी है सब कैश करो। फ्रेंड्स आज हमर चैलेंज अछि। आज चैलेंज हबो पूरी आलूदम आउ କ୍ଷୀରି ସମସ୍ତଙ୍କ ଫେଭରେଟ ବୋଧେ କ୍ଷୀରି ହେଇଥିବ। ଯୋଉ ମାନଙ୍କର ଫେଭରେଟ ଆପଣ ମାନେ କମେଣ୍ଟ କରିବେ ତ। ମୋର ତ ପୁରା ଫେଭରେଟ। ଆଉ ପୁରୀ ସାଙ୍ଗକୁ ଆଳୁଦମ ମସ୍ତ ଲାଗିବ। କୋ ମାନଙ୍କର ଫେଭରାଇଟ ପୁରୀ ଆଳୁଦମ ତା ସାଙ୍ଗରେ ସାଇଡରେ କ୍ଷୀରି ଥିବ କମେଣ୍ଟ କରି କହିବେ। ଆଜି ଚ୍ୟାଲେଞ୍ଜ ଟା ପୁରା ବହୁତ ଏ ଦିଟା ବୋଧେ କ୍ଷୀରି ମୁଁ ଖାଇବି। ତୁ ଖାଇ ନାଇଁ ମତେ ଲାଗେ ଚାଲନ୍ତୁ ବଢା ବଢି ବର୍ତ୍ତମାନ ଦେଖିଦବା କେମିତିଆ ଆଳୁଦମ ଟା ବନିଛି। ପୁରୀ ଟା କେତେ ବଢିଆ ଫୁଲିଛି। ପୁରା ଏଇଟା ଫୁଲିଥିଲା ନା ଦେଖ ପୁରୀ ଥିଲା ସେଇଟା ପୋଡି ଯାଇଛି ଏବେ। ପଡି ଯାଉଛି ଆଉ ହେଲା ଦେଖିବା। ଛଣା ଷ୍ଟାର୍ଟ ହେଇଗଲା ବର୍ତ୍ତମାନ। ଇଏ ମସ୍ତ ପୁରା ଫୁଲିଛି। କେମିତି ହେଇଛି? ବଢିଆ ଫୁଲଛି ନା एकदम मस्त। ये होची खीरी। अरे गोलो ओ एपटे पूरी एपटे आलूदम बेस्ट कॉम्बिनेशन। आलूदम बंद इसलिए बंद फुटुची देख देख बंद हो गला ना नहीं फुटुची देख एठी फुटुची अरे बंद हो जाइए गैस। तो फ्रेंड्स पूरी ता सहित आलूदम ता सहित 1 प्लेट खीरी ईटिंग चैलेंज इन 3 2 1 स्टार्ट। ए भाई टेस्ट वाइट बढ़िया
ଓହୋ ଆମ ତଣ୍ଟିର ପୁରା ଚୋକ୍ ହେଇଗଲା ମୋର ପୁରା ପୁରୀ ପୁରା ଲାଗିଗଲା ମୋର ମୁଁ ପୁରା ଚାଲନ୍ତୁ ଆଜି ପନିଶମେଣ୍ଟ ଦବା କିନ୍ତୁ ମୋ ପେଟ କଣ ହେଇଯାଉଛି ନା ମୋ ଦେହ କଣ ହେଇଯାଉଛି ପନିଶମେଣ୍ଟ ମୁଁ କମ୍ପ୍ୟୁଟର ଢୋକି ପାରିଲି ଲାଷ୍ଟ ଢୋକେ ମୁଁ କେତେବେଳେ ପାଟିରେ ପଶି ଯାଇଥିଲା ସୋ ଫ୍ରେଣ୍ଡସ୍ ପନିଶମେଣ୍ଟ ନେଇକି ପଳେଇ ଆସିଛି ଆମର ଜଣେ ସବସ୍କ୍ରାଇବର କମେଣ୍ଟ କରିଥିଲେ ଜଣେ ସବସ୍କ୍ରାଇବର ଭଉଣୀ କମେଣ୍ଟ କରିଥିଲେ ପନିଶମେଣ୍ଟ ରେ ହଳଦୀ ଖାଇବା ପାଇଁ ତ ଆଜି ହଉଛି ତା ପାଳି ନେ ପୁରା full। ହଉ ଠିକ ଆମର ଏତେ କମିଲା ଟୋଟାଲ ଝଡୁନି ଖାଲି ଏମିତି ପିଟୁଛି ଆରେ ଟୋଟାଲ ଝଡୁନି ଯେତିକି ଥିଲା ତ ସେତିକି ଆଉ ହ୍ୟାଲୋ ତାଲିଆ 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 ସୋ ଫ୍ରେଣ୍ଡସ୍ ଆଜିର ଆମର ଭିଡିଓ ଆପଣଙ୍କୁ କେମିତି ଲାଗିଲା କମେଣ୍ଟ କରି ନିହାତି ଜାଣିବେ ଭଲ ଲାଗିଲେ ଲାଇକ୍ କରିବେ କମେଣ୍ଟ କରିବେ ଆଣ୍ଡ ସେୟାର କରିବେ ଯଦି ଏପର୍ଯ୍ୟନ୍ତ ସବସ୍କ୍ରାଇବ କରିନାହାନ୍ତି ଜଲ୍ଦି ସବସ୍କ୍ରାଇବ କରିଦିଅନ୍ତୁ ଆମମାନଙ୍କୁ ଭଲ ପାଆନ୍ତୁ ସପୋର୍ଟ କରନ୍ତୁ ସବୁବେଳେ ତ ଆମେ ପୁଣି ଗୋଟେ ନୂଆ ଭିଡିଓ ନେଇକି ଆସିବୁ ସେ ପର୍ଯ୍ୟନ୍ତ ଆପଣ ମାନେ ଅପେକ୍ଷା କରିଥାନ୍ତୁ ଆମେ ରହୁଛୁ ନମସ୍କାର ଜୟ ଜଗନ୍ନାଥ।